ମାଦ୍ରାସା ଜାମିଆତୁଲ ସିଦ୍ଦିକରେ ପାଳନ ହେଲା 80ତମ ସ୍ୱାଧୀନତା ଦିବସ। ବାଲେଶ୍ୱର ମୟୂରଭଞ୍ଜ ସୀମା କଡ଼ମା ପଞ୍ଚାୟତର ଗୋବିନ୍ଦରାୟପୁର ସ୍ଥିତ ମାଦ୍ରାସା ଜାମିଆତୁଲ ସିଦ୍ଦିକଠାରେ ଅଗଷ୍ଟ 15 ତାରିଖରେ ସ୍ୱାଧୀନତା ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ମାଦ୍ରାସାର ସହ ସମ୍ପାଦକ ଶେଖ୍ କୈସାର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାନ ଦେଶପ୍ରେମୀମାନଙ୍କୁ ସ୍ମରଣ କରିବା ସହିତ ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବକ୍ତାମାନେ ନିବେଦନ କରିଥିଲେ। ମାଦ୍ରାସାର ଛାତ୍ରଛାତ୍ରୀମାନଙ୍କ ସମେତ ଥାଇବା ପବ୍ଲିକ୍ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଅତିଥିମାନେ। ସମ୍ପାଦକ ସରଫରାଜ ଖାନ, ମାଦ୍ରାସା କମିଟିର କୋଷାଧ୍ୟକ୍ଷ ସମୀର ମହମ୍ମଦ, ମଲିକ ମହିମୁଦ୍ଦିନ, ସେମୁଦ ଖାନ, ଶେଖ୍ ରିୟାଜତ, ଆବ୍ଦୁଲ ରହମାନ, ଶେଖ୍ କୁରଶିଦ, ଶେଖ୍ ସଲିମୁଦ୍ଦିନ, ଶେଖ୍ ମୁସୋ, ଶେଖ୍ ରେକାବୁଦ୍ଦିନ ପ୍ରମୁଖ ଉପସ୍ଥିତ ରହିଥିଲେ।